ଯେତେ ସବୁ ମନ୍ଦିର ମସଜିଦ ମଠରେ ଲୋକ ଗହଳି ନାହିଁ କରି ବିପଦରୁ ରକ୍ଷା ପାଇବା ପ୍ରହ୍ଲାଦ ବିପଦରୁ ରକ୍ଷା ପାଇବା ପାଇଁ ଭଗବାନଙ୍କ ଉପାସନା କରିନାହାନ୍ତି। ଭକ୍ତ ପ୍ରହ୍ଲାଦ ବିପଦରୁ ରକ୍ଷା ପାଇବା ପାଇଁ ଭକ୍ତ ହେଇନାହାନ୍ତି। ତାଙ୍କୁ ତ ବିପଦରେ ନେଇ ପକାଇ ତାଙ୍କ ବାପା ତ ରାକ୍ଷସ ହିରଣ୍ୟାକ୍ଷ ସେ ପାହାଡ଼କୁ ସେ ନିଆଁକୁ ହରିନାମ ଛାଡ଼ିଦେବେ ପ୍ରହ୍ଲାଦ ଖାतिर କହୁଛନ୍ତି ପାହାଡ଼କୁ ଛାଡ଼ିଲେ କି ସ୍ପୋର୍ଟ କରିଦେବେ ସେଇଟା ହିଁ ସତ୍ୟ ମୋତେ କାହାକୁ ଖାतिर ନାହିଁ କି ମୋତେ ଭୟ ବି କିଛି ନାହିଁ କାହିଁକିନା ସବୁ ଜାଗା ସେ ମୁଁ କାହିଁକି ଭୟ କରିବି ଯେତେବେଳେ ସବୁ ହିଁ ହରିମୟ ମୁଁ କାହିଁକି ଭୟ କରିବି ଏଇଭଳିଆ ଯୋଉ ଭାବ ପ୍ରହ୍ଲାଦଙ୍କ ଭିତରେ ପ୍ରକାଶ ପାଇଲା ଛୋଟ ବୟସରୁ କି ଆନନ୍ଦରେ ସେ କୌଣସି ବିପଦ ସବୁ ସ୍ୱୀକାର ପାହାଡ଼କୁ ଛାଡ଼ିଦିଅ ନଦୀରେ ଫିଙ୍ଗିଦିଅ ହାତୀ ଚପଡ଼େଇ ଦେବି ଚପଡ଼ିଦିଅ ବାସ୍ ଯାହା ହବ ଦେଖା ମାତ୍ର ସତ୍ୟ ପଥରୁ ଚ୍ୟୁତ ହବାଟା ନାହିଁ ସତ୍ୟ ପଥରୁ ଚ୍ୟୁତ ହବାଟା ନାହିଁ ଆଉ ଆମେ ମୂଳରୁ ହିଁ ରକ୍ଷା ପାଇବା ପାଇଁ ହେ ପ୍ରଭୁ ମୁଁ ଗାଁକୁ 15 ଦିନ ପାଇଁ ଯାଉଛି ମୋ ଘର ଯେମିତି ଚୋର ବସିବେନି ଗୀତ ବି ଅଛି ଚୋର ଘରେ ପ୍ରଭୁ ତୁମେ ହିଁ ଭରସା ଚୋରି କରିବାକୁ ଗଲେ ଧନୀ କହେ ପ୍ରଭୁ ତୁମେ ହିଁ ଭରସା ରାତିରେ ସେ ସବୁ ଗଲେ କେବେ କାହା ଡାକ ଶୁଣିବି କାହା ଡାକ ଶୁଣିବି ଡାକ କାହାର ଶୁଣିବି ଡାକିବା ଲୋକଟା ଫ୍ରଡ୍ ଯିଏ ଭଗବାନଙ୍କୁ ଡାକୁଛି ସେ ହେଉଛି ଫ୍ରଡ୍ ପ୍ରକୃତ ଭକ୍ତ ନାହିଁ ପ୍ରକୃତ ଭକ୍ତ ଭଗବାନଙ୍କୁ ଡାକିବ କା ନାହିଁ ସେ ତ ହରି ସବୁ ଦିବସଟା ଡାକିବ ପ୍ରକୃତ ଭକ୍ତ ଭଗବାନଙ୍କୁ ଜାଣିବ ଚିହ୍ନିବ ବୁଝିବ ଗୁରୁଙ୍କ ପାଖକୁ ଯିବ ହେଲେ ପ୍ରହ୍ଲାଦ ମାତୃତ୍ୱରୁ ସେ ଜ୍ଞାନ ପାଇଥିବା ସବୁ ତାଙ୍କ ପିଲାକୁ ସେ ଗୁରୁ ନାରଦ ତାଙ୍କ ମାଙ୍କୁ ଏ ସବୁ କଥା କହୁଥିଲେ ବୁଝଉଥିଲେ ସେଥିରେ ଗର୍ବ ହେଲେ ପିଲାର ତାଙ୍କ ପାଖରେ ସେଇଭଳିଆ ଜ୍ଞାନ ପଳାଇଥିଲା ଯୋଉ ଜ୍ଞାନ ଦ୍ୱାରା ଦ୍ୱିତୀୟ ଜୀବନ ମାନେ ଆନନ୍ଦପୂର୍ଣ୍ଣ ଜୀବନ ଯୋଉଠି ଦୁଃଖ ଲେଶ ମାତ୍ରାରେ ନାହିଁ ଶାନ୍ତିମୟ ଜୀବନ ସେଟା କେବଳ ସମ୍ଭବ କେବଳ ସତ୍ୟର ଶରଣ ଯାଇ ସତ୍ୟ ସହିତ ଏକାକାର ହେଇଗଲେ ସତ୍ୟ ପାଖରେ ସମର୍ପିତ ହେଲେ ସେଟା ସମ୍ଭବ ହେଲେ ସିଏ ପ୍ରହ୍ଲାଦଙ୍କ କାହାଣୀ ଦେଖିଲେ ଆମେ ପ୍ରେରଣା ମିଳିବ ତାଙ୍କ ଜୀବନୀ କ'ଣ ପ୍ରହ୍ଲାଦ କେମିତି ଜନ୍ମ ହେଲେ କେତେ ପର୍ଯ୍ୟନ୍ତ କ'ଣ ପରିସ୍ଥିତି ଥିଲା କେମିତି ତାଙ୍କେ ସତ୍ୟରେ ମୃତ୍ୟୁ ମିଶା ଖାତିର ନ କରିକି ସତ୍ୟରେ ଠିଆ ହେଇଥିଲେ ସେ ସବୁ ଆମକୁ ପ୍ରେରଣା ମିଳିବ ଆମେ ଯଦି ବୁଝିଲେ ପ୍ରେରଣା ପାଇଲେ ଆମେ ପ୍ରହ୍ଲାଦ ହବାକୁ ବାଧ୍ୟ ସେମିତି ବିଭିନ୍ନ ମହାପୁରୁଷଙ୍କର ବିଭିନ୍ନ ପ୍ରକାର ସବୁ ବିଷୟବସ୍ତୁ ରହିଛି ହେଲେ ମହାପୁରୁଷଙ୍କର ଜୀବନୀ ପଢ଼ିବା ଦ୍ୱାରା